ବିରଜା ମହାପାତ୍ର 1987 ମସିହାରେ ଓଡ଼ିଶାରେ ଜଣେ ଲେଖକ ତଥା ସାମ୍ବାଦିକ ଭାବରେ ନିଜର ଜୀବନ ଆରମ୍ଭ କରି ଏବେ ଦିଲ୍ଲୀରେ ଜଣେ ଓକିଲ। ଦେଶରେ ଭାରତୀୟତାର ଭାବ ସୃଷ୍ଟି କରାଇବା ତଥା ନାଗରିକ ସଚେତନତା ସୃଷ୍ଟି କରାଇବା ପାଇଁ ସେ 2008 ମସିହାରେ ଆରମ୍ଭ କରନ୍ତି ସିଭିଲ୍ ସୋସାଇଟି ବିଲ୍ଟ ଇଣ୍ଡିଆ ଗ୍ରୁପ। ଏହି ଅନୁଷ୍ଠାନ ଜରିଆରେ ତାଙ୍କ ଦ୍ୱାରା ଲିଖିତ ଇଂରାଜୀ ଶପଥ ଆଜି ସାରା ଭାରତରେ 15ଟି ଭାଷାରେ ଅନୁବାଦିତ ହୋଇ ପ୍ରାୟ 500ରୁ ଅଧିକ ଶିକ୍ଷାନୁଷ୍ଠାନରେ ଆଦୃତ ହୋଇଛି। ଶ୍ରୀ ମହାପାତ୍ର କହନ୍ତି, ଭାଷା ଓ ସଂସ୍କୃତି ନେଇ ଭାରତର ବିବିଧତାରେ ହିଁ ଭାରତୀୟତାର ମହାମନ୍ତ୍ର ରହିଛି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ପରେ ଓଡ଼ିଆ ଭାଷା ସାହିତ୍ୟର ଇତିହାସକୁ ଗୋଟିଏ ପ୍ରବନ୍ଧ କାବ୍ୟରେ ଉପସ୍ଥାପିତ କରିବାକୁ ପ୍ରୟାସ କରିଛନ୍ତି ଶ୍ରୀ ମହାପାତ୍ର। ଶୀର୍ଷକ ପଥରେ ପଥରେ ଓଡ଼ିଆ ଭାଷା। ଚାଲନ୍ତୁ ଶୁଣିବା ଶ୍ରୀ ମହାପାତ୍ରଙ୍କର ଆବୃତ୍ତିରେ ପଥରେ ପଥରେ ଓଡ଼ିଆ ଭାଷା। ଶୀର୍ଷକ ପଥରେ ପଥରେ ଓଡ଼ିଆ ଭାଷା। ଉଠରେ ଉଠରେ ଓଡ଼ିଆ ଭାଇ, ପାଷାଣ କହେ କଥା, ଓଡ଼ିଆ ମାଟି ଓଡ଼ିଆ ବୀର, ଓଡ଼ିଆ ଭାଷା କଥା। 15,000 ବରଷ ତଳର ପଥର ପତ୍ର ଛବି, ଖରା ବରଷାର ସଂଘାତ ସହି ଏବେ ବି ଯାଇନି ଲିଭି। କହେ ଜୟସ୍ୱାଲ ଐତିହାସିକ ଗୁଡ଼ହାଣ୍ଡି ଯୋଗୀ ମଠ, ନୂଆପଡ଼ା ଜିଲ୍ଲା ଦେଇଛି ମାଟିକୁ ଆଦ୍ୟ ଓଡ଼ିଆ ଗୋଠ। ଇତିହାସର ପୃଷ୍ଠାରେ ଯେହ୍ନେ ମହେଞ୍ଜୋଦାର ହରପ୍ପାର ଛବି ଦିଶେ, ବିକ୍ରମ ଖୋଲ ଗୁହାର ଛବିରେ ଲିପିର ପ୍ରକାଶ ଭାସେ। ସେଇ ଶିଳାଚିତ୍ର ବଦଳି ବଦଳି ଶିଳାଲିପି ରୂପ ନିଏ, ଧଉଳି ପାହାଡ଼ ଜଉଗଡ଼ ଲିପି ଅଶୋକଙ୍କ କଥା କହେ। ଲକ୍ଷ ପ୍ରାଣର ରକ୍ତ ବିନ୍ଦୁରେ ଧଉଳି ପାହାଡ଼ ତଳ, ପରିହାସ କରେ ଧର୍ମାଶୋକକୁ ଚଣ୍ଡାଶୋକର କାଳ। କିଏ ସେ ସ୍ଥପତି ଭାବି ପାରିଥିଲା ପାହାଡ଼ ପ୍ରାସାଦ ରୂପ, ହାତୀ ଗୁମ୍ଫା ଲିପି ଗୀତେ ଗୀତେ ଗାଏ ଖାରବେଳ ଥିଲେ ନୃପ। ନୃତ୍ୟ ଗୀତର ଉତ୍କଳ ମାଟିରେ ଉଡ୍ର ବିଭାସ ଭାସ, ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ର ଦେଇଛି ନୂତନ ଆସ। ରୁଦ୍ର ଦମନ ହୋଇଥିଲେ ରାଜା, ଗିର୍ନାର ଲିପି କହେ, ପ୍ରୟାଗର ଲିପି ସମୁଦ୍ର ଗୁପ୍ତର ଶାସନର ଗାଥା ଗାଏ। ମନ୍ଦାସୋରର ଶିଳାର ଲିପିରେ କୁମାର ଗୁପ୍ତ ଧ୍ୱଜା, ଖାରବେଳଙ୍କର ଅନୁସରଣରେ ବାଇଲେ ନିଜର ବାଜା। ଅସନ ପାଟର ଶତ୍ରୁ ଭଞ୍ଜ ଲେଖିଥିଲେ ଶିଳାଲିପି, ସଂସ୍କୃତ ପାଲି ତୃତୀୟ ଶତାବ୍ଦୀ ଲୋକମୁଖେ ଥିଲା ବ୍ୟାପୀ। ସପ୍ତମ ଶତାବ୍ଦୀ ଯାତ୍ରୀ ହୁଏନ୍ସା କରିଥିଲେ ଆଗମନ, ଲଳିତଗିରି ଓ ରତ୍ନଗିରିରେ ଲଭିଲେ ବୁଦ୍ଧ ଜ୍ଞାନ। ଅନ୍ଧକାରର ଇତିହାସ ତଳେ ଜଳୁଥିଲା ଏକ ମଣି, ତାଳଚେର ହେଲା ଭୌମ ରାଣୀଙ୍କ ଶାସନର ରାଜଧାନୀ। ତାମ୍ର ପତ୍ରରେ ଓଡ଼ିଆ ଭାଷାରେ ବୌଦ୍ଧ ଶରଣ ଘେନି, କିଏ ପିତୋପାଦ ଗୁରୁବର ସାଜି ଶୁଣାଇଲେ ବୁଦ୍ଧ ବାଣୀ। ସମ୍ବଳକରୁ ଇନ୍ଦ୍ରଭୂତିଙ୍କ ବଜ୍ରଯାନ କାହାଣୀ, ବୌଦ୍ଧ ଗାନ ଓ ଦୋହା ଏସବୁକୁ ଦେଉଛି ଅବାବ ଖାଣି। ଐତିହାସିକ ପ୍ରମାଣ କରନ୍ତି ବୌଦ୍ଧ ଗାନ ଓ ଦୋହା, ଭାଷାରେ ଭାଷାରେ ବଙ୍ଗଳା ମୈଥିଳି ଆସାମୀ ଓଡ଼ିଆ ମା। ଏହାରି ଭିତରୁ ଫୁଟି ଆସିଥିଲା ଚର୍ଯା ଗୀତିର ଧ୍ୱନି। ଏ ଚାରି ଭାଷାରେ ଓଡ଼ିଆ ଭାଷାଟି ସବୁଠୁ ବଡ଼ ଭଉଣୀ। ନବମ ଶତାବ୍ଦୀ ପାରଳା ଖେମୁଣ୍ଡି ଶିଳାଲିପି କଥା କହେ, ବଜ୍ରହସ୍ତଙ୍କ ବୌଦ୍ଧିକ ସ୍ୱର ଗୀତରେ ବିଭାସ ହୁଏ। ଧୀରେ ଧୀରେ କରି ଓଡ଼ିଆର ଲିପି ବିକଶିତ ରୂପ ନିଏ। 11 ଶତାବ୍ଦୀ ଉର୍ଜାମ ଲିପି ବିବର୍ତ୍ତନ କଥା କହେ। ଉଠରେ ଉଠରେ ଓଡ଼ିଆ ଭାଇ ମୋ ମନେ ଭରି ଦେଇ ପ୍ରାଣ, ପଥର ଛାତିରେ ଗୀତ ଲେଖୁଥିଲ ଏବେ କାହିଁ ହିନି ମାନ। ଡାକେ ଇସଲାମ ଭୂମଧ୍ୟ କୋଳରୁ ପଶ୍ଚିମ ଖ୍ରୀଷ୍ଟିଆନ, ଭାରତ ମାଟିରୁ ଅର୍ଚ୍ଚନା ପଥ ଦେଇଛି ଆମ ଧର୍ମ।
ସାରା ବିଶ୍ୱରେ ଭିନ୍ନ ବାଟରେ ପୂଜିଲେ ନିଜ ଈଶ୍ୱର। ଓଡ଼ିଶା ମାଟିରୁ ଜଗନ୍ନାଥ ହେଲେ ସବୁରି ପନ୍ଥାରେ ସାର। ମନ୍ଦିର ଆମ ବିଦ୍ୟାଳୟ ଓ ମଠ ଥିଲା ଛାତ୍ରାବାସ। ଜଗତବାସୀଙ୍କୁ ପରିବାର ମଣି ମୁହଁରେ ଖେଳାଉ ହସ। ଲେଖନୀ ମୁନରୁ କାବ୍ୟ କବିତା ପ୍ରବନ୍ଧର ରୂପ ନିଏ। ମାଦଳା ପାଞ୍ଜି ଗଜପତିଙ୍କର ଶାସନ ସୂଚନା ଦିଏ। ମାର ମନକୁ ଖୁସି କରିବାକୁ ମହାଭାରତକୁ ପଢ଼ି ସାରଳା ଦାସର ଲେଖନୀ ମୁନରୁ ପୁରାଣ ପଡ଼ିଲା ଝଡ଼ି। ଶୁଣୁଥିଲେ ମା ଠିଆ ହେଲା ଗାଁ, ରାଇଜରେ ହେଲା ଖ୍ୟାତ। ଓଡ଼ିଆ ଭାଷାର ଆଦ୍ୟ କବି ସେ ଲେଖିଲେ ମହାଭାରତ। ଗୀତରେ ଗୀତରେ ଗପର ପେଡ଼ିରୁ ତପୋଇ କଥା ଆସେ। ଖୁଦୁରୁକୁଣିର ଫୁଲ ଚାଉଳରେ ଭଉଣୀ ଶୁଭମ ନାସେ। ଜଗନ୍ନାଥ ପାଦେ ସଭିଏଁ ବକତ, ଖୋଜିଥିଲେ ମକରନ୍ଦ। ଧ୍ୟାଇ ଜୟଦେବ କଳା ଠାକୁରଙ୍କୁ, ଭେଟିଲେ ଗୀତ ଗୋବିନ୍ଦ। ଭାଇ ଭଉଣୀର ରତନ ବେଦୀରେ ମନ୍ଦିର ହେଲା ଠିଆ। ଦେବଦାସୀ ବୋଲେ ଗୀତରେ ଗୋବିନ୍ଦ ସଁପି ଦେଉଛି ହିଆ। କବି ବଳରାମ ଜଗା ଅଚ୍ୟୁତ ଯଶବନ୍ତ ଓ ଅନନ୍ତ। ଭକ୍ତ କବିର ନାମରେ ହୋଇଲେ ରାଇଜ ଯାକରେ ଖ୍ୟାତ। ବୈଷ୍ଣବ ମଣି ସଭିଏଁ କହିଲେ ନିଜକୁ ଦାସାନୁଦାସ। 100 ବର୍ଷର କବିତା ଚାଷରେ ବାଢ଼ିଲେ ଭକ୍ତି ରସ। କାବ୍ୟ ଢଙ୍ଗରେ ଷୋଡ଼ଶା ଚୌତିଶା ଗୀତ ସଂହିତା କୋଇଲି। ଶିବ କାଳୀ ବିଷ୍ଣୁ ପଦେ ଧ୍ୟାନ ଦେଇ ପ୍ରକାଶିଲେ ନିଜ ବୋଲି। ନାରୀ ପୂଜା ଯେଉଁ ମାଟିରେ ହୁଏନି ତାହା ଅବା କିରାଇଜ। ଲକ୍ଷ୍ମୀ ପୁରାଣେ ବଳରାମ ଦାସ କୁହଇ ମନରେ ହେଜ। ଭାଗବତ ଟୁଙ୍ଗି ଗଢ଼ିଲା ଗାଁରେ ହୋଇଲା ଜୀବନ ସାର। ଜଗନ୍ନାଥ ଦାସ ନିବେଦନ କଲେ ସଭିଏଁ ପଢ଼ ଅକ୍ଷର। ରେଢ଼ାଖୋଲ ଘଞ୍ଚ ଜଙ୍ଗଲ ଭିତରେ ଅନ୍ଧ ସନ୍ଥ ଭୀମ ବୋଇ। ନର୍କକୁ ନିଜ ମଣି ଥିଲେ ଶ୍ରେୟ ଜଗତ ଉଦ୍ଧାର ପାଇଁ। ଲଙ୍ଘି ଚାଲିଲେ କବି ଉପଇନ୍ଦ୍ର ଶବଦ ଦରିଆ ରାଜି। ଅଭିମନ୍ୟୁ ଦିନ କୃଷ୍ଣ ବୋଲିଲେ କୃଷ୍ଣ ପ୍ରେମରେ ମଜି। ଦାସକାଠିଆ ପାଲା ଦଣ୍ଡ ନାଟରେ ସୁଆଙ୍ଗ ଆସିଲା ଭାସି। ମେଳା ମଉଛୁବେ ଶୁଣୁଥିଲେ ଲୋକ, ଯାଉଥିଲେ ହସି ହସି। କାଳର କରାଳ ଏମନ୍ତ ହୋଇଲା ନଅଙ୍କ ଦୁର୍ଭିକ୍ଷ ଆସି। 19 ଶତାବ୍ଦୀ ଶେଷ ଦଶକରେ ଶବ ନେଲା ପୋଛି ପାଛି। ନିଜ ଅସ୍ମିତା ହରାଇ ଓଡ଼ିଆ ଜଞ୍ଜାଳେ ଗଲେ ସିଝି। ଜୀର୍ଣ୍ଣ ଭସନ ଶୀର୍ଣ୍ଣ ଶରୀର କଇଁଆ ପତରେ ଭୋଜି। ବାଲେଶ୍ୱର ପୁରୀ ଗଞ୍ଜାମ କଟକ ବୁଢ଼ା ରଜା ବୈଠକ। ମୁଣ୍ଡ ଉଠାଇଲା ଉତ୍କଳ ସଭା, ରଖିବ ଓଡ଼ିଆ ଟେକ। ବୈକୁଣ୍ଠ ଦେ ବିଚିତ୍ରାନନ୍ଦ ମଦନ ମୋହନ ମିଶି। ଡାକିଲେ ଓଡ଼ିଆ ହେବାକୁ ଏକାଠି, ଭାଷା ଯାଉଅଛି ଭାସି। ବ୍ୟଥିତ ଫକୀର ମଧୁସୂଦନ ଓ ରାଧାନାଥ ପ୍ରାଣ ଦେଇ। ସାହିତ୍ୟ ରଚିଲେ କୀର୍ତ୍ତି ରଖିଲେ ଓଡ଼ିଆକୁ ଶ୍ରେୟ ଦେଇ। ବୋଲେ ଗଙ୍ଗାଧର ଜାତିର ଭାସ୍ୱର ପ୍ରାଣରେ ଲଗାଇ ନିଆଁ। ମାତୃଭାଷା ଦୀନ ହୁଅନି ଓଡ଼ିଆ, ଆଉ ବଡ଼ କର ହିଆ। ମଧୁ ବାରିଷ୍ଟର ଗୋପବନ୍ଧୁ ଦାସ ହୋଇ ପଡ଼ିଥିଲେ ଠିଆ। ଉତ୍କଳ ସମ୍ମିଳନୀର ନାମରେ ଦୃଢ଼ କଲେ ମୂଳ ଦୁଆ। କବି ଉପଇନ୍ଦ୍ର ଗୀତାଭିଧାନକୁ ଯୁଗେ ଯୁଗ ଯୋଡ଼ି ଦେଇ। ଗୋପାଳ ଚନ୍ଦ୍ର ଭାଷା କୋଷ ଲେଖେ ଯାହାର ତୁଳନା ନାହିଁ। ପୁଣି ଥରି ଆସିଲା ଓଡ଼ିଆ ହୋଇ ସ୍ୱାଭିମାନୀ ଭାଷା। ଏହାରି ଭିତ୍ତିରେ ଗଢ଼ିଲା ରାଜ୍ୟ, ମନରେ ଆସିଲା ଆଶା। ହାୟରେ ଓଡ଼ିଆ କୁଳୀନ ବର୍ଗ ଇଂରେଜୀ ମୁଖା ହେଲେ। ସେଇଥିପାଇଁକି ଓଡ଼ିଆ ପାଠକୁ ମନରୁ ଦୂରେଇ ଦେଲେ। ନିଜ ଅସ୍ମିତା ଛାଡ଼ି ଦେଇ ଆମେ ଚାକିରି ମନସ୍କ ହୋଇ। ଗାଁର ମାଟିରେ ଓଡ଼ିଆ ଭାଷାକୁ ମର୍ଯ୍ୟାଦା ଦେଲେ ନାହିଁ। ଧନ୍ୟ ରାମଚନ୍ଦ୍ର ଦେବୀ ସୁବ୍ରତ, ଧନ୍ୟ ତବ ଏ ପ୍ରୟାସ। ଶାସ୍ତ୍ରୀୟ ଭାଷା ମାନ୍ୟତା ଆମ ମନେ ଦିଏ ବିଶ୍ୱାସ। ଉଠରେ ଓଡ଼ିଆ ନିଠେଇକି ଦେଖ ଇତିହାସେ ମୋ ଓଡ଼ିଶା। ଆଗକୁ ଚାଲିବା ପାଇଁକି ପ୍ରେରଣା ଦେଉଏ ମାତୃଭାଷା। ଆଗକୁ ଚାଲିବା ପାଇଁକି ପ୍ରେରଣା ଦେଉଏ ମାତୃଭାଷା। ଆଗକୁ ଚାଲିବା ପାଇଁକି ପ୍ରେରଣା ଦେଉଏ ମାତୃଭାଷା।